ମରଣ ଜନ୍ତା ପାଲଟିଛି ରାଜ୍ୟ ରାଜପଥ 24। କରମଡିହିରୁ ଝାରଖଣ୍ଡ ଓ ଛତିଶଗଡ଼କୁ ଯାଉଥିବା ରାସ୍ତା ବିପଜ୍ଜନକ ସ୍ଥିତିରେ। ରାସ୍ତା ସାରା କେବଳ ଖାଳଖମାରେ ଭର୍ତ୍ତି। ବିପଜ୍ଜନକ ସ୍ଥିତିରେ ଗତି କରୁଛି ସମଗ୍ର ଯାତାୟାତ ବ୍ୟବସ୍ଥା। ରାସ୍ତାରେ ବଡ଼ ବଡ଼ ଖାଳ, ପାଣି ଜମି ରହିବା, ଗାଡ଼ିଗୁଡ଼ିକ କଷ୍ଟରେ ଯାଉଥିବା ଦେଖିବାକୁ ମିଳୁଛି। ଖାଳ ଢିପରେ ପରିପୂର୍ଣ୍ଣ ହୋଇଛି ରାଜ୍ୟ ରାଜପଥ 24। ରାସ୍ତାର ପିଚୁ ଛାଡ଼ି ବଡ଼ ବଡ଼ ଗାତ ସୃଷ୍ଟି ହେଲାଣି। ଏବେ ବର୍ଷା ସମୟରେ ଏହି ଖାଲଗୁଡ଼ିକରେ ପାଣି ଜମି ରହୁଛି, ଫଳରେ ଗାତର ଗଭୀରତା ଜଣାପଡ଼ୁନାହିଁ। ପ୍ରତିଦିନ ଏଠାରେ ଛୋଟ ବଡ଼ ଦୁର୍ଘଟଣାମାନ ଘଟୁଛି। ବିଶେଷ କରି ବାଇକ୍ ଚାଳକ ଓ ପଥଚାରୀ ଅଧିକ ଶିକାର ହେଉଛନ୍ତି। ପ୍ରଶାସନ ଜାଣିଶୁଣି ଶୋଇପଡ଼ିଥିବା ଅଞ୍ଚଳରେ ଚର୍ଚ୍ଚା ହେଉଛି। ବିଭାଗୀୟ ଅଧିକାରୀ ଉଦାସୀନତା ଯୋଗୁଁ ଅସନ୍ତୋଷ ବଢ଼ୁଛି। ସ୍ଥାନୀୟ ଲୋକେ ଏବେ ଆନ୍ଦୋଳନ କରିବା ଦିଗକୁ ମୁହାଁଉଥିବା ସୂତ୍ରରୁ ପ୍ରକାଶ। ତେବେ ଦେଖିବାକୁ ବାକି ରହିଲା କେବେ ନିଦ ଭାଙ୍ଗୁଛି ପ୍ରଶାସନର, କେବେ ମରାମତି ହେଉଛି ଏହି ବିପଜ୍ଜନକ ରାଜପଥ। ବ୍ୟୁରୋ ରିପୋର୍ଟ, ସନ୍ଧାନ ନ୍ୟୁଜ୍। जदि आपंक आम भिडी भल लगा तेब आम चैनल को लाइक, शेयर और सब्सक्राइब करने को जमा भी भूलु नहीं।